ଗ୍ରହମାନଙ୍କର ପରିସ୍ଥିତି ଗ୍ରହମାନଙ୍କର ଗୋଚର ଅନୁଯାୟୀ ବିଛା ରାଶିର କେମିତି କଟିବ ସମୟ ଫେବୃଆରୀ ମାସ 2024ର ପ୍ରଥମ ଫେବୃଆରୀ ଆଲୋଚନା କରିବା। ଦେଖନ୍ତୁ ବନ୍ଧୁଗଣ, ବିଛା ରାଶି ମଙ୍ଗଳଦେବଙ୍କର ରାଶି। ବିଛା ରାଶିର ସ୍ୱାମୀ ମଙ୍ଗଳଦେବ ଅଟନ୍ତି। ତ ମଙ୍ଗଳଦେବଙ୍କର ରାଶି ହେତୁ ବିଛା ରାଶି ସର୍ବଦା କର୍ମ, ସର୍ବଦା ଏନର୍ଜି ଏବଂ ସର୍ବଦା ପରିଶ୍ରମୀ ହୋଇଥାନ୍ତି ସେ ବିଛା ରାଶି। କିନ୍ତୁ ଫେବୃଆରୀ ମାସରେ ଗ୍ରହ ଗୋଚର ଅନୁଯାୟୀ, ଗ୍ରହଚକ୍ର ଅନୁଯାୟୀ କିଛିଟା ଅଲଗା ଜଣାପଡ଼ୁଛି। ଅର୍ଥାତ୍ କର୍ମକ୍ଷେତ୍ରରେ ବାଧା ଉପୁଜି ଯାଇପାରେ। ସେଇଥିପରି ଭାବରେ ଗ୍ରହଙ୍କର ପରିଚାଳନା ଆପଣମାନଙ୍କୁ ଦେଖାଇ ଦେଉଛି। ଦେଖନ୍ତୁ କୁଣ୍ଡଳୀ, ଆପଣ ଦେଖନ୍ତୁ, ଆପଣଙ୍କର ଯଦି ଆମେ ଆଲୋଚନା କରିବା, ସୂର୍ଯ୍ୟ ସାଥେ ମଙ୍ଗଳ ଅଛନ୍ତି ଆପଣଙ୍କର ଦଶମ ରାଶି ଲେଖାଯାଇଛି କି ତୃତୀୟ ଘରେ। ଯେଉଁଠି ସୂର୍ଯ୍ୟ ସାଥେ ମଙ୍ଗଳ ରହିଗଲେ ସେଇଠି ଅଙ୍ଗାରକ ଯୋଗ ନୁହଁ, ସେଇଠି ଗୋଟେ ଅଙ୍ଗର ଏବଂ ନିଆଁର ଗୋଟେ ତିର୍ଯ୍ୟକ ବାଲା ଯୋଗ ହୁଏ। ରାହୁ ବସିଲେ ଅଙ୍ଗାରକ ଯୋଗ ହୁଏ। କିନ୍ତୁ ସୂର୍ଯ୍ୟ ମଙ୍ଗଳ ବହୁତ ଭଲ ହେଇଥାନ୍ତି, ବହୁତ ମିତ୍ର ଗ୍ରହ ହେଇଥାନ୍ତି। ଆପଣଙ୍କ ଜୀବନରେ ଗୋଟିଏ ଏନର୍ଜି ଆସିବ 1ରୁ 12 ତାରିଖ ଯାଏ। ମୁଁ ଶନିଦେବଙ୍କ କଥା ଯଦି ଆପଣଙ୍କୁ କହିବି, ଶନିଦେବ ପଞ୍ଚମ ଘରେ ବସିଛନ୍ତି 12ତମ ରାଶିରେ। ତ ଆପଣ ଯଦି ସ୍ପୋର୍ଟସ୍ ଖେଳ, ଆପଣଙ୍କ ସନ୍ତାନ କିମ୍ବା ଆପଣଙ୍କର ଘରେ ଦେଖିବେ ଆପଣଙ୍କର ପିଲା ଛୁଆ ଯିଏ, ନିଶ୍ଚିତ ଭାବରେ ତା'ର ଶରୀରରେ ପୀଡ଼ା ରହିବ, ଦାନ୍ତଜନିତ ହାଡ଼ଜନିତ ପ୍ରୋବ୍ଲେମ୍ ରହିବ ଆପଣଙ୍କର ସନ୍ତାନମାନଙ୍କର। ଏବଂ ପ୍ରେମିକାଙ୍କ ମାନଙ୍କର ଭିତରେ ମଧ୍ୟ ପ୍ରୋବ୍ଲେମ୍ ରହିବାର ଶନିଦେବଙ୍କ କାରଣ ହେତୁ ଜଣାପଡ଼ିଯାଉଛି। ଦେଖନ୍ତୁ ଆପଣଙ୍କର ଚତୁର୍ଥ ଘରେ ବୁଧ, ଶୁକ୍ର, ରାହୁ ଏବଂ ସୂର୍ଯ୍ୟ ପୁଣି 12 ତାରିଖ ଦିନ ପଳେଇ ଆସିବେ। ତ ଶୁକ୍ର ହେଉଛନ୍ତି କ'ଣ କହିଲେ, ଶୁକ୍ର ହେଉଛନ୍ତି ବୁଧଙ୍କର ବହୁତ ଭଲ ମିତ୍ର, କିନ୍ତୁ ରାହୁଙ୍କର ମିତ୍ର ନୁହେଁ। ସୂର୍ଯ୍ୟଙ୍କର ମଧ୍ୟ ମିତ୍ର ନୁହନ୍ତି ରାହୁ। ତ ଏଇଠି ଆପଣଙ୍କର ଅଙ୍ଗାରକ ଯୋଗର ଯେଉଁ ଆରମ୍ଭ ହେବ, ଯୋଗ ଆକ୍ଟିଭେଟ୍। ଦେବଗୁରୁ ବୃହସ୍ପତି ଆପଣଙ୍କୁ ନିଶ୍ଚିତ ଭାବରେ ଅଷ୍ଟମ ଘରେ ରହିକି ଗୋଟେ ଅଲଗା ଉଦ୍ଦେଶ୍ୟରେ ଆପଣମାନଙ୍କୁ ଚଳେଇବେ ଏ ମାସରେ। କିନ୍ତୁ ଆପଣମାନଙ୍କ ଦେଖିବେ, ଆପଣମାନଙ୍କର ବୁଧ, ଶୁକ୍ର, ରାହୁ, ସୂର୍ଯ୍ୟ ହେତୁ ଆପଣମାନେ ଦେଖିବେ ଆପଣ କ୍ୟାରିୟରରେ ଅତ୍ୟଧିକ ଫୋକସ୍ କରିବେ, କିନ୍ତୁ କ୍ୟାରିୟର ଆପଣଙ୍କର ସେତିକି ସଫଳତା ଦେବ ନାହିଁ। ଆପଣ ଚିନ୍ତାରେ ସବୁବେଳେ ବସିବେ। ଚିନ୍ତା ସହିତ ଆପଣମାନଙ୍କର ମନରେ ସବୁବେଳେ ବିଡ଼ମ୍ବନା, ମନରେ ବହୁତ ପ୍ରୋବ୍ଲେମ୍ ସୃଷ୍ଟି ହେବ। ବିଛା ରାଶି, ଏଇ ଫେବୃଆରୀ ମାସ ଆପଣଙ୍କ ପାଇଁ ଏତେଟା ଭଲ ନୁହଁ, ବିଲକୁଲ ଭଲ ନୁହଁ। ଦେଖନ୍ତୁ ବୁଧ, ଶୁକ୍ର, ରାହୁ, ସୂର୍ଯ୍ୟ ଆପଣଙ୍କର ଚତୁର୍ଥ ଘରେ ବସି ଆପଣଙ୍କ ଘରର ପରିବାର ସଦସ୍ୟ ମାଆଙ୍କର ସ୍ୱାସ୍ଥ୍ୟ ନିଶ୍ଚିତ ଭାବରେ ଖରାପ କରିବେ। ଶନିଦେବଙ୍କର ପୁଣି ରାଶି, ଶନିଦେବଙ୍କର ରାଶି ଚତୁର୍ଥ ଘରେ ବୁଧ, ଶୁକ୍ର, ରାହୁ ଏବଂ ପୁଣି ସୂର୍ଯ୍ୟ ଯେତେବେଳେ ଯୋଗ ହେବେ, ନିଶ୍ଚିତ ଭାବରେ ଘରେ ବାଧା ବିଘ୍ନ, ବିବାହରେ ବିଳମ୍ବ, ଘରେ ଯଦି କିଛି ଦେବ କାର୍ଯ୍ୟ ହେଉଥିବ, ଏହିସବୁର ପ୍ରୋବ୍ଲେମ୍ ନିଶ୍ଚିତ ଭାବରେ ସୃଷ୍ଟି ହେବ। ଦେଖନ୍ତୁ କର୍ମ ଭାବରେ ଆମେ ଯଦି ଆଲୋଚନା କରିବା, କର୍ମ ଭାବରେ ଆପଣଙ୍କର ବସିଛନ୍ତି କେତୁ ଆପଣଙ୍କୁ ଡିଟାଚମେଣ୍ଟ କରାଇବ। ଆପଣ ବହୁତ କଷ୍ଟ କରିବେ, ଆପଣ ଆଧ୍ୟାତ୍ମିକ ହେଇଯିବେ, ସ୍ପିରିଚୁଆଲ୍ ହେଇଯିବେ। କର୍ମକ୍ଷେତ୍ରକୁ ନେଇକି ଆପଣ ଦେଖିବେ ଏତେଟା ଖାସ୍ କାମ କରିବେ ନାହିଁ। ଆପଣ ସର୍ବଦା ଆପଣଙ୍କର ମନ ମସ୍ତିଷ୍କ ଗୋଟେ ଅଲଗା ହେଇଯିବ। ରାହୁ ଦେବ ଆପଣଙ୍କର ଶୁକ୍ର ସାଥେ ବସି ରାହୁ ଯେମିତି ଗୋଟେ ବୁଧକୁ ସେଠି କମଜୋର କରାଇ ଦେଉଛନ୍ତି। ତ ବୁଧକୁ କମଜୋର କରାଇବା ସତ୍ତ୍ୱେ ଶୁକ୍ର ଏବଂ ରାହୁ ଦାନବ, ଯେହେତୁ ତାଙ୍କର ଗୋଟେ ସାମ୍ରାଜ୍ୟ ଭଳିଆ ପରିବାରରେ ଚାଲିବ। ପରିବାରରେ କାହାର କଥା କାହା ସହିତ ପଡ଼ିବ ନାହିଁ। ପରିବାରରେ ବାଧା, ଯେଉଁ ଝଗଡ଼ା ଏବଂ ଶୁକ୍ରାଚାର୍ଯ୍ୟଙ୍କର ଆଉ ଗୋଟେ ନୀତି, ଶୁକ୍ରାଚାର୍ଯ୍ୟ ଆପଣଙ୍କୁ ବଞ୍ଚେଇ ବି ଦିଅନ୍ତି। ଆପଣଙ୍କର ଦେହ କାହାର ଖରାପ ହେବ ପରିବାରରେ, କିନ୍ତୁ ଶୁକ୍ରାଚାର୍ଯ୍ୟ ନିଶ୍ଚିତ ଭାବରେ ଚତୁର୍ଥ ଘରେ ବସିଥିବା ହେତୁ ରାଶିଚକ୍ର ଅନୁସାରେ ଆପଣମାନଙ୍କର ସ୍ୱାସ୍ଥ୍ୟକୁ ସେ ସୁଧାର କରିବେ। କିନ୍ତୁ ମୁଁ ଯଦି ଆଉ ଗୋଟେ କଥା ଆପଣଙ୍କୁ କହିବି, ନିଶ୍ଚିତ ଭାବରେ ବିଛା ରାଶି ପାଇଁ ଗୋଟେ ବହୁତ ଭଲ ଅପରଚ୍ୟୁନିଟି ଆସିବ। ବିଛା ରାଶି ଆପଣଙ୍କର ଗୋଟେ ବଢ଼ିଆ ଅପରଚ୍ୟୁନିଟି ମଧ୍ୟ ଆସିବ। ଯେଉଁ ଅପରଚ୍ୟୁନିଟିରେ ଆପଣମାନେ ଦେଖିବେ ନିଶ୍ଚିତ ଭାବରେ ଆପଣମାନଙ୍କର କୌଶଳ, କର୍ମ କରିବାର କୌଶଳ, କର୍ମକୁ ନେଇ ଆଣି ଥୋଇ ଆଣିବାର କୌଶଳ ନିଶ୍ଚିତ ଭାବରେ ଆପଣଙ୍କ ପାଇଁ ପରିଲକ୍ଷିତ ହେବ। ଆପଣ ବିଜନେସ୍ କରୁଥିବେ କିମ୍ବା ଆପଣ ଯଦି କୌଣସି ଏକ ବଡ଼ କାର୍ଯ୍ୟରେ ଥିବେ, ପଇସା ଧନ ଉପାର୍ଜନ ପାଇଁ ଲାଗିଥିବେ, ନିଶ୍ଚିତ ଭାବରେ ବିଳମ୍ବ ହୋଇଥାଉ ପଛେ, କିନ୍ତୁ ଆପଣ ଗୋଟେ ସଠିକ୍ ମାର୍ଗ ନିଶ୍ଚିତ ଭାବରେ ଆପଣ ପାଇବେ। ଯେହେତୁ ଆପଣଙ୍କର ଧନ ଭାବରେ ନିଶ୍ଚିତ ଭାବରେ ଗୋଟେ ଯେଉଁ ବୃହସ୍ପତିଙ୍କର ଏକ ଦୃଷ୍ଟି ଅଛି, ସେ ଦୃଷ୍ଟି ଆପଣଙ୍କର ଫଳିତ କରିବ। ବିଛା ରାଶି, ଗୋଟେ କଥା ସାବଧାନ, ଏଇ ମାସରେ ଫେବୃଆରୀରେ ଆପଣ ମଧ୍ୟ ବାହନ ଜୋର ସ୍ପିଡ଼ରେ ଗାଡ଼ି ଚଲାଇବା ନିଶ୍ଚିତ ଭାବରେ ଏଇସବୁଠୁ ଦୂରେଇ ରହନ୍ତୁ। ବିଛା ରାଶି, କହିବାକୁ ଗଲେ ବିଛା ରାଶି ଏଇ ମାସରେ ଆପଣ ପ୍ରେମ ସମ୍ପର୍କ କଥା ଯଦି ଆଲୋଚନା କରିବା, ଆପଣଙ୍କର
ପ୍ରେମ ସମ୍ପର୍କରେ ବାଧା ନ ଆସିପାରେ ସତ୍ୟ, କିନ୍ତୁ ଯେଉଁ ଖୁସି ହାସିରେ ଯେଉଁ ଚାଲୁଥିଲା କିଛି 15 ଦିନ ପାଇଁ, 1 ତାରିଖରୁ 15 ତାରିଖ ଯାଇ ବହୁତ ବଢ଼ିଆ ଚାଲିବ, 15 ତାରିଖରୁ ପୁଣି 28 ତାରିଖ ଯାଇ ଆପଣମାନଙ୍କର ଗ୍ରହ ଗୋଚରଙ୍କ ଫଳ ଅନୁଯାୟୀ ଖରାପ ହେଇଯିବ। ଅର୍ଥାତ୍ କହିବାର ତାତ୍ପର୍ଯ୍ୟ ଅର୍ଥ, ଆମେ ଯଦି ଆଲୋଚନା କରିବା ଅର୍ଥ କ୍ଷେତ୍ର ଏବଂ ପ୍ରେମ କ୍ଷେତ୍ରକୁ ନେଇକି ଆଭରେଜ ଅଟେ ଏଇଟା। ଏ ମାସଟା ଆପଣମାନଙ୍କୁ ସେତେଟା ଅତ୍ୟଧିକ ଲାଭ ଏଇ ଦୁଇଟି କ୍ଷେତ୍ରରେ ଦେବ ନାହିଁ। କୌଣସି ଜାଗାରେ ଆପଣ ଦେଖିବେ ସମ୍ମାନନୀୟ ଜାଗାରେ ଆପଣ ସମ୍ମାନ ପାଇପାରନ୍ତି, କିନ୍ତୁ ଅର୍ଥ କ୍ଷେତ୍ରରେ ଏବଂ ପ୍ରେମ କ୍ଷେତ୍ରରେ ଆପଣ ଏଥର ବାଧକ ଉପୁଜିବ ଆପଣମାନଙ୍କର। ଗାଡ଼ି ଚଲାଇଲା ବେଳେ ନିଶ୍ଚିତ ଭାବରେ ଧ୍ୟାନ ଦିଅନ୍ତୁ, ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ତତ୍ସହିତ ଆପଣମାନଙ୍କର ପରିବାରରେ ଯେଉଁ ସଦସ୍ୟ ଅଛନ୍ତି, ବୃଦ୍ଧ ପିତା ମାତା, ତାଙ୍କ କଥା ଭାବନ୍ତୁ, କିମ୍ବା ଆପଣଙ୍କର ଘରେ ଯଦି କେହି ମା, ଆପଣଙ୍କର ଜେଜେ, ଆପଣଙ୍କର ଭଉଣୀ, ସ୍ତ୍ରୀ ଲୋକ କିଏ ବି ଥାଆନ୍ତି, ତାଙ୍କୁ ରେସପେକ୍ଟ କରନ୍ତୁ, କାହିଁକିନା ତାଙ୍କର ସ୍ୱାସ୍ଥ୍ୟଜନିତ ସମସ୍ୟା ନିଶ୍ଚିତ ଭାବରେ ଦେଖା ଦେଇପାରେ। ବିଚାର ରାଶି ମଙ୍ଗଳଦେବଙ୍କ ରାଶି, ଯେହେତୁ ମଙ୍ଗଳ ଆପଣଙ୍କର ସ୍ୱାମୀ, ଚତୁର୍ଥ ଭାବରେ ଆପଣଙ୍କୁ ମଧ୍ୟ ବୁଧ, ଶୁକ୍ର, ରାହୁ ଏବଂ ସୂର୍ଯ୍ୟଙ୍କର ଯେଉଁ ଯୋଗୁଁ ଆପଣଙ୍କ ପରିବାରର ରିଲେସନ୍କୁ ନଷ୍ଟ କଲେ ମଧ୍ୟ ଆପଣଙ୍କୁ ମଙ୍ଗଳ ଯେହେତୁ ଆପଣଙ୍କର ନିଶ୍ଚିତ ଭାବରେ 3rd ହାଉସ୍ରେ ବସିଛନ୍ତି, ଆପଣ ପରାକ୍ରମୀ ହୋଇଯିବେ। 1ରୁ 12 ତାରିଖ ଯାଇ ସୂର୍ଯ୍ୟ ଯେତେବେଳେ ଯାଇଥିବେ ବହୁତରୁ ବହୁତ ପରାକ୍ରମୀ ହୋଇଯିବେ। ଆପଣ ଆପଣଙ୍କ ସ୍ତ୍ରୀ ଉପରେ ରାଗିପାରନ୍ତି, ଆପଣଙ୍କ ସ୍ତ୍ରୀ ଯଦି ହେଇଥିବେ ସ୍ୱାମୀ ଉପରେ ରାଗିପାରନ୍ତି। ସ୍ୱାସ୍ଥ୍ୟ ଜନିତ ସମସ୍ୟା ପୁଣି ମୁଁ କହୁଛି ବାରମ୍ବାର ଆପଣଙ୍କୁ ଏଇଥିପାଇଁ, ବିକଜ୍ ସ୍ୱାସ୍ଥ୍ୟ ନିଶ୍ଚିତ ଭାବରେ ଆପଣମାନଙ୍କୁ ଏଥର କିଛି ନା କିଛି ଅସୁବିଧାରେ ପକାଇପାରେ। ପରାକ୍ରମୀ ହେବେ, ସାହସୀ ହେବେ ଆପଣମାନେ, କର୍ମକ୍ଷେତ୍ରରେ ଆପଣମାନଙ୍କର ଉତ୍ସାହ ଲାଗି ରହିବ। ସେଥିରେ ଫଳ ଆପଣଙ୍କୁ ନ ମିଳିପାରେ, ଯେଉଁ ଫଳ ଆପଣ ଖୋଜୁଥିବେ ସେହି ଫଳଟା ନ ମିଳିପାରେ ନିଶ୍ଚିତ ଭାବରେ। ହେଲେ ଆପଣମାନେ ହନୁମାନଙ୍କର ହନୁମାନ ଚାଳିଶା ପାଠ କରନ୍ତୁ, ମଙ୍ଗଳ ଦେବଙ୍କର ବୀଜ ମନ୍ତ୍ର ପାଠ କରନ୍ତୁ। ତତ୍ସହିତ ଆପଣମାନଙ୍କୁ ନିହାତି ଭାବେ ମା ଲକ୍ଷ୍ମୀଙ୍କର ଆରାଧନା କରିବା ଦରକାର, ମା ପାର୍ବତୀ, ପିତା ମହାଦେବଙ୍କର ଆରାଧନା କରିବା ଦରକାର ଏବଂ ନିଜ ନିଜର କୁଣ୍ଡଳୀ ଆପଣ ଆମମାନଙ୍କୁ ପଠାନ୍ତୁ। ସ୍ୱଳ୍ପ ରାଶିରେ ଆପଣମାନଙ୍କର ଆକ୍ୟୁରେଟ୍ ପ୍ରେଡ଼ିକ୍ସନ୍ ଆମେ କରି ଆପଣମାନଙ୍କୁ ଜଣାଇବୁ। ଜୟ ଜଗନ୍ନାଥ। ନିଶ୍ଚିତ ଭାବରେ ବିଚାର ରାଶି ଏଇ ଥିଲା ଆପଣମାନଙ୍କର ଗୋଚରର ଫଳାଫଳ। ଜୟ ଜଗନ୍ନାଥ।